ଯାଜପୁର ଜିଲ୍ଲା ସୀମାନ୍ତ 20 ନମ୍ବର ଜାତୀୟ ରାଜପଥ ଅନ୍ଧାରିଛକ ନିକଟରେ ବସ୍ ବାଇକ୍ ଧକ୍କା ଯୋଗୁଁ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଅମ୍ବିକା ନାମକ ଏକ ବସ୍ ଯାହାର ନମ୍ବର OD11M9821 ଆନନ୍ଦପୁର ପାର୍ଶ୍ୱରୁ ଆସି ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ଅନ୍ଧାରିଛକ ନିକଟରେ ଯାଉଥିବା ବାଇକ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣକ କଚାଡ଼ି ହୋଇ ଜାତୀୟ ରାଜପଥ ଉପରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯୁବକଙ୍କୁ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣକ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ କର୍ମୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏବଂ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ମୃତ ଦୀପକଙ୍କ ଘର କାଚରସାହି ଗ୍ରାମ ପଞ୍ଚାୟତ କଇଁଆ ଗ୍ରାମ ବୋଲି ଜଣାପଡ଼ିଛି। ଏନେଇ ପୁଲିସ ମାମଲା ରୁଜୁ କରି ମୃତ ଶରୀରକୁ ବିବେଚିତ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଆ ସମାଚାର ଲାଇଭ୍।